ଏବେ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ସାଙ୍ଗକୁ ଗୁଳୁଗୁଳି ଏବଂ ଗ୍ରୀଷ୍ମ ତାତି ନେଇ ସୂଚନା ଜାରି ହେବା ପରେ ରାଜ୍ୟରେ ବଢ଼ିଛି ଗ୍ରୀଷ୍ମ ତାତିର ପ୍ରଭାବ। ଗତ 24 ଘଣ୍ଟାରେ ପ୍ରାୟ ଅଞ୍ଚଳରେ 39 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି ଏବଂ ଉପକୂଳ ଜିଲ୍ଲାର ପ୍ରାୟ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ବଜ୍ରପାତ ସାଙ୍ଗକୁ ଗୁଳୁଗୁଳି ଦେଖିବା ପାଇଁ ମିଳିଛି। ଏହାର ପ୍ରଭାବ ଆହୁରି 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦେଖିବା ପାଇଁ ମିଳିବ। 15 ତାରିଖ ବେଳକୁ ଭୀଷଣ ଗ୍ରୀଷ୍ମ ତାତି ଦେଖିବା ପାଇଁ ମିଳିବ। 46 କିମ୍ବା 47 ଡିଗ୍ରୀ ଟପିପାରେ ରାଜ୍ୟର ତାପମାତ୍ରା। ପଶ୍ଚିମ ଓଡ଼ିଶାକୁ ଏନେଇ ସତର୍କ ରହିବା ପାଇଁ ପାଣିପାଗ ବିଭାଗରୁ ପରାମର୍ଶ ଜାରି ହୋଇଛି। ଏପଟେ ଉପକୂଳ ଓଡ଼ିଶା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ସମେତ ଗଞ୍ଜାମ, ନୟାଗଡ଼, ଗଜପତି ଜିଲ୍ଲାର ଅଧିକାଂଶ ସ୍ଥାନରେ ଏଭଳି ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ତାତି ଜାରି ରହିବ। ଆଗାମୀ 24 ଘଣ୍ଟା ପାଇଁ ବାଲେଶ୍ୱର ସମେତ 11 ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଭୟଙ୍କର ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ତାତି ଥିବାରୁ ସମସ୍ତଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ଏପଟେ କାଳବୈଶାଖୀ ପ୍ରଭାବ ଆଜି ମଧ୍ୟ ଦେଖିବା ପାଇଁ ମିଳିବ। ଆଜି ଉପକୂଳ ଜିଲ୍ଲାର ପ୍ରାୟ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନକୁ ବର୍ଷା ବଜ୍ରପାତ ନେଇ ସତର୍କ ରଖିଛି ପାଣିପାଗ କେନ୍ଦ୍ର। ତେବେ ସେସବୁ ଜିଲ୍ଲା ହେଉଛି ମୟୂରଭଞ୍ଜ, ବାଲେଶ୍ୱର, କେଉଁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା। ଏ ସମସ୍ତ ଜିଲ୍ଲାମାନଙ୍କରେ ଆଗାମୀ 24 ଘଣ୍ଟା ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ବଜ୍ରପାତର ସମ୍ଭାବନା ରହିଛି। ତେବେ ରାଜ୍ୟରେ କାଳବୈଶାଖୀର ପ୍ରଭାବ କମିଥିବା ବେଳେ ସାରା ରାଜ୍ୟରେ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ତାତି ନେଇ ସୂଚନା ରଖିଛି ବିଭାଗ। ଗ୍ରୀଷ୍ମ ତାତି ଗତକାଲି ରାଜ୍ୟର ଅନେକ ସ୍ଥାନରେ ଦେଖିବା ପାଇଁ ମିଳିଛି ଏବଂ ଆଗାମୀ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ସମେତ 11 ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିବ। ଏପଟେ ପାଣିପାଗ ବିଭାଗ କହୁଛି ରାଜ୍ୟର ଆଗାମୀ 4ରୁ 5 ଦିନ ମଧ୍ୟରେ 6 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନର ତାପମାତ୍ରା। ଉପକୂଳ ସହ ପଶ୍ଚିମ ଓଡ଼ିଶାକୁ ଏନେଇ ସତର୍କ ରହିବା ପାଇଁ କୁହାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଭୀଷଣ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ତାତି ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ପାଣିପାଗ ବିଭାଗରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏ ସମସ୍ତ ଜିଲ୍ଲାମାନଙ୍କରେ ଭୟଙ୍କର ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ତାତି ଦେଖିବା ପାଇଁ ମିଳିବ ବୋଲି ସୂଚନା ଦେଇଛି ବିଭାଗ।